ପୂର୍ତ୍ତ ବିଭାଗ ଅଧିକାରୀଙ୍କ କଥା ଶୁଣୁନାହାନ୍ତି। ଇଏ ଆମେ ଛିଡ଼ା ହେଇଛୁ ଉଦଳା ବାରିପଦା ରାସ୍ତାରେ। ୟାର ଅଲରେଡି ନୂଆ କାମ ପାଇଁ ଟେଣ୍ଡର ହେଇସାରିଛି। ଶେରଗଡ଼, ନୀଳଗିରି, କପ୍ତିପଦା, ଉଦଳା, ବାରିପଦା ଭାୟା ହୋଇ ମଦିନୀପୁର ପର୍ଯ୍ୟନ୍ତ ଏଇ ରାସ୍ତା ଯିବ। ଇଏ ତ ଆମେ କହିଲୁ ନୂଆ କାମ ବାବଦରେ, ଯାହା ବର୍ତ୍ତମାନ ଟେଣ୍ଡର ଆସିଛି, ନୂଆ କାମ ଚାଲିଛି, ଜାନୁଆରୀରେ ତାର କାମ ଆରମ୍ଭ ହେଇଛି। କିନ୍ତୁ ଏଇ ରାସ୍ତା ଯେ ପୂର୍ବରୁ ନିର୍ମାଣ କରିଥିଲେ ଆପଣଙ୍କର କପିଳାସ ଇନଫ୍ରାସଲ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ କଣ୍ଟ୍ରାକ୍ଟର, ତାଙ୍କର ଆକ୍ଚୁଆଲି କିଟ୍ ରୋଡ ଭୁବନେଶ୍ୱର କଣ୍ଟ୍ରାକ୍ଟର, ତ ସିଏ ନେଇଥିଲେ ଏଇଟା ପୂର୍ବରୁ ଟେଣ୍ଡର। ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ଯେ ଏ ରାସ୍ତା ମେଣ୍ଟେନ୍ କରିବା କଥା। ବର୍ତ୍ତମାନ ଦେଖନ୍ତୁ ଏ ରାସ୍ତାର ରିପେୟାରିଂ ପାଇଁ ଅଲରେଡି ନିକଟରେ 21/4 ଯେତେବେଳେ ନେଇ ଦାବି ଉଠିଲା ଯେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହେଇଗଲାଣି, ଯିଏ ରାସ୍ତା ନିର୍ମାଣ କରିଥିଲେ ତାଙ୍କୁ ଦିଆଯାଇଥିଲା ରକ୍ଷଣାବେକ୍ଷଣର ଦାୟିତ୍ୱ। କିନ୍ତୁ ଆମର ତ ଏଠି କେହି କାମ ଦେଖିବାର ନାହିଁ, ଠିକାଦାର ତା ମନମାନି କରୁଛି। ଏଠି ପ୍ରଶାସନିକ ଅଧିକାରୀ ଖାଲି ବସିକି ଦରମା ନେଉଛନ୍ତି, ତାଙ୍କ କାମ ବି କିଛି ନାହିଁ ଆଜ୍ଞା, ତାଙ୍କ କଥା ଶୁଣୁନାହାନ୍ତି ଠିକାଦାର। ଆପଣ ଦେଖନ୍ତୁ 21/4/2026 ଗୋଟେ ଚିଠି କରିଛନ୍ତି ପିଡବ୍ଲ୍ୟୁଡି ଅଫିସ, ଆମର କପିଳାସ ଇନଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ କଣ୍ଟ୍ରାକ୍ଟର ଯିଏ ଠିକାର କଣ୍ଟ୍ରାକ୍ଟର ଯିଏ କରିଥିଲେ, ତାଙ୍କୁ ଗୋଟେ ଚିଠି କରାଯାଇଛି ରିଗାର୍ଡିଂ ମେଣ୍ଟେନାନ୍ସ ଅଫ ରୋଡ ୱାର୍କ ଏଟ୍ ୟୋର ଓନ୍ କଷ୍ଟ ଫର ସ୍ମୁଥ ମୁଭମେଣ୍ଟ ଆଣ୍ଡ ଭେହିକଲ। ଯେତେବେଳେ ସେ କଲେ ନାହିଁ, ତାଙ୍କୁ ଏ ରାସ୍ତାର ମେଣ୍ଟେନାନ୍ସ ପାଇଁ ମାନେ ଏ ରାସ୍ତାକୁ ମରାମତି କରିବା ପାଇଁ ତାଙ୍କ ନିଜ ଖର୍ଚ୍ଚରେ, ଯେହେତୁ ସେ ଭୁଲ କରିଛନ୍ତି, ପିଡବ୍ଲ୍ୟୁଡି ବିଭାଗ ତରଫରୁ ପୂର୍ତ୍ତ ବିଭାଗ ତରଫରୁ ତାଙ୍କୁ ନିଜ ଖର୍ଚ୍ଚରେ ଏଇ ଉଦଳା ବାରିପଦା ରାସ୍ତାଟି ମରାମତି କରିବା ପାଇଁ କୁହାଯାଇଥିଲା। କିନ୍ତୁ ଭାଇ ଆମର ସେ କଣ୍ଟ୍ରାକ୍ଟର ପ୍ରଶାସନର ଏଭଳି ଆଦେଶକୁ ଫୁ କରିକି ଉଡେଇ ଦେଇଛନ୍ତି। ସେ ଠିକାଦାର ଆଜ୍ଞା ଜଣକ ଭୁବନେଶ୍ୱର ରହିଛନ୍ତି, ବଡ ବଡ ନେତା ମନ୍ତ୍ରୀଙ୍କ ସହିତ ତାଙ୍କର ଉଠିବା ବସିବା, ଆଉ ସିଏ କାହିଁକି ଖାତିର କରିବେ ଆଜ୍ଞା ଉଦଳା ପୂର୍ତ୍ତ ବିଭାଗର ଜଣେ ଅଧିକାରୀଙ୍କ ଅର୍ଡରକୁ। ତ 21/4 ଅର୍ଡର ଦିଆଯାଇଥିଲା, କୁହାଯାଇଥିଲା 7 ଦିନ ଭିତରେ ୟୁ ଆର୍ ରିକ୍ୱେଷ୍ଟେଡ୍ ଟୁ ଆଟେଣ୍ଡ ଟୁ ଦ ଏଭବ ମେନସନ୍ ଡିଫେକ୍ଟସ୍ within 7 days from the date of receipt of this letter। ପତ୍ର ପାଇବାର 7 ଦିନ ଭିତରେ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଏ ରାସ୍ତାଟି ମରାମତି କରିବା ପାଇଁ। କିନ୍ତୁ କରିବ କିଏ, ଶୁଣିବ କିଏ ଆଜ୍ଞା? ପ୍ରଶାସନିକ ଅଧିକାରୀ ଯିଏ ଆମର ଏସଡିଓ ଅଛନ୍ତି, ପୂର୍ତ୍ତ ବିଭାଗ ଏସଡିଓ, ତାଙ୍କ କଥା କେହି କାଣିଚେର କେହି ଖାତିର ବି କରୁନାହାନ୍ତି। ୟାର ଜ୍ୱଳନ୍ତ ଉଦାହରଣ ମଧ୍ୟ ଆପଣ ଦେଖି ସାରିଥିବେ, ଯେତେବେଳେ ଯୋଉ ରଥ ଛକ ପାଖରେ ପୋଲଟା ନିର୍ମାଣ ହେଲା, ଯାହା ହଉ ବହୁ ବାଦ ବିବାଦ ପରେ, ବହୁ ଚାପ ପଡିବା ପରେ ଯାଇକି ସେ ପୋଲ ଭଙ୍ଗା ହେଲା। ତ ଏଠୁ ଆମକୁ ଜଳ ଜଳ ଦେଖାଯାଉଛି ଯେ ପୂର୍ତ୍ତ ବିଭାଗର ଅଧିକାରୀଙ୍କ କଥା କୌଣସି ଠିକାଦାର ଏଠି ଶୁଣୁନାହାନ୍ତି। ତ ଏଭଳି ହେଲେ କାମର ମାନ କେଠି ରହିବ? କହୁନି ସେଠି ବୋଲି, ଆପଣ ପ୍ରତ୍ୟେକ ଡିପାର୍ଟମେଣ୍ଟରେ ଦେଖନ୍ତୁ, ପ୍ରତ୍ୟେକ ବିଭାଗରେ ଦେଖନ୍ତୁ, ଠିକାଦାରଙ୍କ ମନମାନି ଚାଲିଛି। ଠିକାଦାର ମାନେ ମନ ଇଚ୍ଛା କାମ କରୁଛନ୍ତି, ପ୍ରଶାସନିକ ଅଧିକାରୀଙ୍କ କଟକଣାକୁ ବି ଶୁଣୁନାହାନ୍ତି। ଯଦି କିଛି ଅଫିସରେ 2-3 ଜଣ ଭଲ ପ୍ରଶାସନିକ ଅଧିକାରୀ ଅଛନ୍ତି, କିଛି ଜଣ ଯନ୍ତ୍ରୀ ଅଛନ୍ତି ଯୋଉମାନେ କାମ କରିବା ପାଇଁ ଚାହୁଁଛନ୍ତି, ଠିକାଦାର ଆଉ ନେତା ମାନଙ୍କର ମଧୁଚନ୍ଦ୍ରିକା ଯୋଗୁଁ ସେମାନେ ମଧ୍ୟ କାମ କରିବା ପାଇଁ ଭୟଭୀତ ହଉଛନ୍ତି। ସରକାରୀ ଅର୍ଥ ତ ଆସୁଛି, କିନ୍ତୁ ତାହା ସଠିକ ଭାବରେ ଉପଯୋଗ ହେଇପାରୁନି। ତେବେ ଆମେ ଉଦଳା ବାରିପଦା ରାସ୍ତା କହିବା, ୟାର ଅଲରେଡି ନୂଆ କାମ ଆସିଯାଇଛି, ଜାନୁଆରୀରୁ କାମ ଆରମ୍ଭ ହେଇଯାଇଛି। ତ ୟାର ତ ଆମେ ଯେତେବେଳେ ମାଗିବା ପାଇଁ ଗଲୁ ଡକୁମେଣ୍ଟ, ଟିକେ ଆଶ୍ଚର୍ଯ୍ୟ କଥା, ଉଦଳା ଭଳି ବଡ ମାନେ ପୂର୍ତ୍ତ ବିଭାଗର ଗୋଟେ ବଡ କାର୍ଯ୍ୟାଳୟରେ କୌଣସି ଡକୁମେଣ୍ଟ ନାହିଁ। ଆମକୁ ଯେତେବେଳେ ଡକୁମେଣ୍ଟ ଦରକାର, ଆମକୁ ବାରିପଦା ଯାଇକି ଡକୁମେଣ୍ଟ ଆଣିବା ପାଇଁ ପଡିବ। ଆଜ୍ଞା ଏଠି ଏସଡି ଆପଣ ବସିଛନ୍ତି କାହିଁକି? ଏଠି ବସିଛନ୍ତି କାହିଁକି? ଆପଣ ଯଦି ତଥ୍ୟ ମଧ୍ୟ ଦେଇ ନପାରିବେ, କାମ ତ ଦେଖୁନାହାନ୍ତି, ଆପଣଙ୍କ କଥା ଠିକାଦାର ବି ଶୁଣୁନାହାନ୍ତି, କାମ ବି କରୁନାହାନ୍ତି, ସାଇଟ୍ କୁ ଯାଉନାହାନ୍ତି, ବିନା ପ୍ଲାନିଂ ରେ ଆଜ୍ଞା ଗୋଟେ ମାର୍କେଟ ଭିତରେ ପୋଲ ହେଇଗଲା, ଜଷ୍ଟ ପୂର୍ତ୍ତ ବିଭାଗଠୁ 500 ମିଟର ଦୂରରେ ଆପଣଙ୍କ ନଜର ପଡିଲାନି କାମ ହେଲା ବେଳେ। ଆରେ ଆପଣ ରହିବେ କାହିଁକି ଆଜ୍ଞା? ଆପଣ ଛାଡି ଦଉନାହାନ୍ତି ପଦବୀ, କାହିଁକି ରହିଛନ୍ତି ସେ ପଦବୀରେ ଯଦି ଆପଣଙ୍କ କଥା ଶୁଣୁନାହାନ୍ତି, ଆପଣଙ୍କ ପାଖରେ ଡାଟା ନାହିଁ? ତ ଯାହା ହଉ, ଆମେ ଯେତିକି ଡାଟା ପାଇଲୁ, ସେ କେବଳ ଆମକୁ 2ଟା ବୋର୍ଡ ପଠେଇଥିଲେ। କିନ୍ତୁ ବୋର୍ଡର ଯାହା ତଥ୍ୟ ସେଇ ହିସାବରେ କହୁଛି ଯେ ଯୋଉଠି ଆପଣଙ୍କର କପ୍ତିପଦା ପାଖରେ ଯୋଉଠି ବୋର୍ଡ ମରା ହେଇଛି, ସେଠି ଲେଖା ହେଇଛି ଆପଣଙ୍କର 32 ଆପଣଙ୍କର ପାଖାପାଖି 31 to 60 କିଲୋମିଟର, ତାର ଭ୍ୟାଲୁ ରହିଛି 41 କୋଟି ଟଙ୍କା। ଆଉ ଗୋଟେ ବୋର୍ଡ ମରା ହେଇଛି, ମାନେ ରାସ୍ତାଟାକୁ 2 ଭାଗରେ ବିଭକ୍ତ କରାଯାଇଛି। ଆଉ ଗୋଟେ ଆପଣଙ୍କର ବୋର୍ଡ ମରା ହେଇଛି 60 କିଲୋମିଟରରୁ 85 କିଲୋମିଟର, ଯୋଉଟା ଆପଣଙ୍କର ଖୁଣ୍ଟା ପାଖାପାଖି ମାରା ହେଇଛି, ସେଠି ଲେଖା ହେଇଛି ଅଟକଳ ମୂଲ୍ୟ 64.98 ମାନେ 65 କୋଟି ଟଙ୍କା। 65 ଆଉ 40 ମିଶେଇଲେ ମୁଁ ଭାବୁଛି 106 କୋଟି ହେଇଯିବ। ବଟ୍ ଆକ୍ଚୁଆଲ ଡିଟେଲ୍ସ ଆମେ ବାରିପଦା ଗଲା ପରେ ହିଁ ପାଇବୁ। ତ ବର୍ତ୍ତମାନ ନୂଆ ରାସ୍ତା ଆସିବ, ଯଦି ଏ କଥା ଉଠି ନଥାନ୍ତା ବୋଧେ ମେଣ୍ଟେନାନ୍ସ ଜିନିଷ ବି ରହିଯାଇଥାନ୍ତା, ସେ ମେଣ୍ଟେନାନ୍ସ ପଇସା ବି ଖାଇ ଦେଇଥାନ୍ତା ଠିକାଦାର ଆଉ ନେତା ମନ୍ତ୍ରୀ ମିଶିକି, ସେ ପ୍ରଶାସନ ମାନେ ଆପଣଙ୍କର ରିପେୟାରିଂ ପଇସାକୁ ବି ଖାଇ ଦିଆଯାଇଥାନ୍ତା। ତ ଯାହା ହଉ ବର୍ତ୍ତମାନ ଆସିକି ପହଞ୍ଚିଛି।
ପୂର୍ତ୍ତ ବିଭାଗ ଉକ୍ତ ଠିକାଦାରଙ୍କୁ ଚିଠି କରିଛନ୍ତି ଯେ ଏ ଉଦଳ ବାରିପଦା ରାସ୍ତାର ମରାମତି କରାଯାଉ। ଦେଖାଯାଉ ଠିକାଦାର ତାଙ୍କ କଥାକୁ କେତେ ଗ୍ରହଣ କରୁଛନ୍ତି, ନା ଏଠି ବି ପ୍ରଶାସନିକ ଅଧିକାରୀଙ୍କୁ ମୁହଁ ଲୁଚେଇକି ଯିବା ପାଇଁ ପଡିବ।